ସମସ୍ତ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ 2023-24 ଶିକ୍ଷାବର୍ଷର ସାଧାରଣ ଜ୍ଞାନ ଅର୍ଦ୍ଧବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର ଆଲୋଚନା କ୍ଳାସକୁ ସ୍ୱାଗତ। ଆଜି ଆମେ ସାଧାରଣ ଜ୍ଞାନ ପ୍ରଶ୍ନପତ୍ର ଆଲୋଚନା କରିବା। ପୂର୍ଣ୍ଣ ସଂଖ୍ୟା ରହିବ 50 ମାର୍କ, ସମୟ ହେଲା 1 ଘଣ୍ଟା। ଦେଇଥାଉ ପ୍ରତ୍ୟେକ ପ୍ରଶ୍ନ ନିମନ୍ତେ 4 ଗୋଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ଠିକ୍ ଉତ୍ତରକୁ ବାଛି ଶିଶୁ ଭାଇ ଭଉଣୀମାନେ ଓମ୍ୟାର ଆନ୍ସର ସିଟ୍ରେ ଦିଆଯାଇଥିବା ଗୋଲକୁ କଳା କିମ୍ବା ନୀଳ ରଙ୍ଗରେ ପେନ୍ରେ ପୁରା ରାଉଣ୍ଡ କରିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ସମାନ। କ ବିଭାଗ, କେଉଁ ମହାପୁରୁଷଙ୍କ ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରଥମେ ଶହୀଦ ହୋଇଥିଲେ? ଖୁଦିରାମ ବୋଷ, ବିର୍ସା ମୁଣ୍ଡା, ମଙ୍ଗଳ ପାଣ୍ଡେ, ବକ୍ସି ଜଗବନ୍ଧୁ। 4ଟା ଅପସନ୍ ମଧ୍ୟରୁ ବି ଆନ୍ସର ହେବ ମଙ୍ଗଳ ପାଣ୍ଡେ। ଭାରତର ନୂତନ ସମ୍ବିଧାନ କେବେଠାରୁ କାର୍ଯ୍ୟକାରୀ ହୋଇଥିଲା? 1950, 1952, 1951, 1953। 4ଟା ଅପସନ୍ ମଧ୍ୟରୁ ହେବ 1950। 3 ନମ୍ବର ପ୍ରଶ୍ନ, ଭାରତର ବୃହତ୍ତମ ବ୍ୟାଙ୍କର ନାମ କ'ଣ? ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, କାନାରା ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ତେଣୁ ଉତ୍ତର ହେବ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। 4 ନମ୍ବର ପ୍ରଶ୍ନ, ଭାରତର ଆୟତନ କେତେ କିଲୋମିଟର? ABCD ମଧ୍ୟରୁ ଉତ୍ତର ହେବ 32,87,263 ବର୍ଗ କିଲୋମିଟର। 5 ନମ୍ବର ପ୍ରଶ୍ନ, ଭାରତର ଅଧିକ ଲୋକସଂଖ୍ୟା ଥିବା ରାଜ୍ୟର ନାମ କ'ଣ? ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ଓଡ଼ିଶା ମଧ୍ୟରୁ ଉତ୍ତର ହେବ ଉତ୍ତରପ୍ରଦେଶ। କେଉଁ ମନ୍ଦିର ଏଲୋରାଠାରେ ଅବସ୍ଥିତ? ବିଷ୍ଣୁ, ବ୍ରହ୍ମା, କୈଳାସ, ଶ୍ରୀରାମ ମଧ୍ୟରୁ ଉତ୍ତର ହେବ କୈଳାସ। ଡାଲ ହ୍ରଦ କେଉଁଠାରେ ଅବସ୍ଥିତ? କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଶ୍ରୀନଗର, ସିକିମ୍ ମଧ୍ୟରୁ ଶ୍ରୀନଗର ହେବ ଉତ୍ତର। ଶିବଙ୍କ ତ୍ରିଶୂଳ ଉପରେ ରହିଥିବା ନଗରର ନାମ କ'ଣ? ବାରାଣାସୀ, ଦ୍ୱାରିକା, ମଥୁରା, କାଶୀ ମଧ୍ୟରୁ ଉତ୍ତର ହେବ କାଶୀ। ଶାନ୍ତିବନ ଅବସ୍ଥିତ ଥିବା ସ୍ଥାନର ନାମ କ'ଣ? ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା। ଅପସନ୍ ମଧ୍ୟରୁ ଉତ୍ତର ହେବ ଦିଲ୍ଲୀ। ମଣିପୁରର ନୃତ୍ୟର ନାମ କ'ଣ? ମଣିପୁରୀ। ଗଞ୍ଜାମ ଜିଲ୍ଲାରେ ପରିବେଷଣ ହେଉଥିବା ନୃତ୍ୟର ନାମ କ'ଣ? ଶାସ୍ତ୍ରୀୟ, କୁଚିପୁଡ଼ି, ଦଣ୍ଡ, ରଣପା, କାପାଳିକ। ଅପସନ୍ 4ଟା ମଧ୍ୟରୁ ବି ଅପସନ୍ ଠିକ୍ ହେବ, ଦଣ୍ଡ ଓ ରଣପା। 12 ନମ୍ବର, ଭାରତୀୟ ଶିଳ୍ପର ଜନକ କାହାକୁ କହନ୍ତି? ମୁକେଶ ଅମ୍ବାନୀ, ସୁନୀଳ ଭାରତୀ, ମିତ୍ତଲ, ଜାମଶେଦଜୀ ଟାଟା, ନାରାୟଣ ମୂର୍ତ୍ତି। ତାହେଲେ ଉତ୍ତର ହେବ ବି ଅପସନ୍, ଜାମଶେଦଜୀ ଟାଟା। ବାଟାନଗର କେଉଁ ଶିଳ୍ପ ପାଇଁ ପ୍ରସିଦ୍ଧ? ମାର୍ବଲ, ଚମଡ଼ା, ସିଲ୍କି, କାର୍ପାସ ମଧ୍ୟରୁ ଉତ୍ତର ହେବ ଚମଡ଼ା। ଝାଡ଼ଖଣ୍ଡର ସିଂହଭୂମିଠାରେ କେଉଁ କାରଖାନା ଅଛି? ଆଲୁମିନିୟମ, ଲୌହ ଇସ୍ପାତ, ବ୍ରୋଞ୍ଜ, ତମ୍ବା। ଅପସନ୍ ମଧ୍ୟରୁ ସି ଉତ୍ତର, ଲୌହ ଇସ୍ପାତ। ପଶ୍ଚିମବଙ୍ଗର କେଉଁଠାରେ ଷ୍ଟିଲ୍ କାରଖାନା ଅଛି? କୋଲକାତା, ମାଲଦା, ଆଲିପୁର, ଦୁର୍ଗାପୁର। 4ଟା ଅପସନ୍ ମଧ୍ୟରୁ ଉତ୍ତର ହେବ ଦୁର୍ଗାପୁର। ଜେ.ଏଲ୍. ବେୟର୍ଡ଼ କ'ଣ ଉଦ୍ଭାବନ କରିଥିଲେ? ଟେଲିଭିଜନ, ଟେଲିଫୋନ୍, ରେଡ଼ିଓ, ୱାସିଂ ମେସିନ୍ ମଧ୍ୟରୁ ଉତ୍ତର ହେବ ଟେଲିଭିଜନ। ମୋଟର ସାଇକେଲ କିଏ ଉଦ୍ଭାବନ କରିଥିଲେ? ଗ୍ରାହାମ ବେଲ୍, ଏଡୱାର୍ଡ ବଟଲର, ସିମିସେ ଆଉ ଇଟିନ୍ ମଧ୍ୟରୁ ଉତ୍ତର ହେବ ଏଡୱାର୍ଡ ବଟଲର। 18 ନମ୍ବର, କାଗଜ କିଏ ଉଦ୍ଭାବନ କରିଥିଲେ? ବାର୍ସଚ୍, ଲିପ୍ରେସ୍, ବାହାଲ, ରବର୍ଟ ବଏଲ୍। 4ଟା ଅପସନ୍ ମଧ୍ୟରୁ ବି ଅପସନ୍ ବାହାଲ ହେବ ଠିକ୍। 19 ନମ୍ବର, ଜନ୍ ଜେ ଲାଉଡ୍ କ'ଣ ଉଦ୍ଭାବନ କରିଥିଲେ? ବଲପେନ୍, ବେଲୁନ୍, ପ୍ରେସର କୁକର, ଦୂରବୀକ୍ଷଣ ଯନ୍ତ୍ର। ଅପସନ୍ ମଧ୍ୟରୁ ଉତ୍ତର ହେବ ବଲପେନ୍। 20 ନମ୍ବର, ଇଣ୍ଟରନେଟ୍ କିଏ ଉଦ୍ଭାବନ କରିଥିଲେ? ସିମିସେ, ରୋଏଣ୍ଟ ଜେନ୍, ରିଜଟନ୍ କେପ୍, ମଣ୍ଟେଗୋଲ୍ଫିର ଭ୍ରାତା। 4ଟା ଅପସନ୍ ମଧ୍ୟରୁ ରିଜଟନ୍ କେପ୍ ଆନ୍ସର ହେବ ଠିକ୍। 21 ନମ୍ବର ପ୍ରଶ୍ନ, କେବେ ଭାରତର ସମ୍ବିଧାନ ରଚନା ଶେଷ ହୋଇଥିଲା? 1947, 1948, 1949, 1950। 4ଟା ଅପସନ୍ ମଧ୍ୟରୁ 1949 ଶେଷ ହୋଇଥିଲା। ଆନ୍ସର ହେବ ସି ଅପସନ୍ ହେବ ଆନ୍ସର। 22 ନମ୍ବର, ଆମ ରାଜ୍ୟର କେଉଁଠାରେ ତୈଳ ରିଫାଇନ୍ କାରଖାନା ଅଛି? ସମ୍ବଲପୁର, ପାରାଦୀପ, ନୟାଗଡ଼, ରାୟଗଡ଼ା। 4ଟା ଅପସନ୍ ମଧ୍ୟରୁ ଅପସନ୍ ସି ପାରାଦୀପ ହେବ ଆନ୍ସର। 23 ନମ୍ବର, ଅଗସ୍ତ୍ୟ ଋଷି ସମୁଦ୍ରକୁ ଚଳୁ କରି ଦେଇଥିବାରୁ କେଉଁମାନଙ୍କର କଲ୍ୟାଣ ହୋଇଥିଲା? ମନୁଷ୍ୟ, ଅସୁର, ଦେବତା, ପଶୁପକ୍ଷୀ ମଧ୍ୟରୁ ଉତ୍ତର ହେବ ଦେବତା। 24 ନମ୍ବର ପ୍ରଶ୍ନ,
ପୁଷ୍କରରେ କେଉଁ ମନ୍ଦିର ଅଛି? ଶ୍ରୀକୃଷ୍ଣ, ଶିବ, ବ୍ରହ୍ମା, ଜଗନ୍ନାଥ। ଚାରିଟା ଅପସନ୍ ମଧ୍ୟରୁ ଉତ୍ତର ହେବ ବ୍ରହ୍ମା। ଆନ୍ଧ୍ରପ୍ରଦେଶ କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧ? ବିହୁ, କଥକ, ବାଉଁଶ ନାଚ, ଭାରତନାଟ୍ୟମ ମଧ୍ୟରୁ ଆନ୍ସର ହେବ ଡି ଅପସନ୍ ଭାରତନାଟ୍ୟମ। ରବି ସିଂ କେଉଁ କବି ଥିଲେ? କବି, ମଞ୍ଜୁଳ, ବିପ୍ଳବୀ କବି, ବିଶ୍ୱକବି, ପଲ୍ଲୀ କବି। ଚାରିଟା ଅପସନ୍ ମଧ୍ୟରୁ ଆନ୍ସର ହେବ ସି ଅପସନ୍ ବିପ୍ଳବୀ କବି। ପଞ୍ଜାବର କେଉଁଠାରେ ମୋଜାଗଞ୍ଜି ଚଡ଼ି କାରଖାନା ଅଛି? ଫିରୋଜପୁର, ଅମୃତସର, ଲୁଧିଆନା, ଫରିଦକୋଟ। ଚାରିଟା ଅପସନ୍ ମଧ୍ୟରୁ ଆନ୍ସର ହେବ ଲୁଧିଆନା। 28 ନମ୍ବର ପ୍ରଶ୍ନ, ଆନ୍ଧ୍ରପ୍ରଦେଶର କେଉଁଠାରେ ଜାହାଜ ନିର୍ମାଣ କାରଖାନା ଅଛି? ଅନନ୍ତପୁର, ଗୁଣ୍ଟୁର, ବିଶାଖାପାଟଣା, ଏଲୁର। ଆନ୍ସର ହେବ ବିଶାଖାପାଟଣା। 29 ନମ୍ବର ପ୍ରଶ୍ନ, ରାଉରକେଲାଠାରେ କେଉଁ କାରଖାନା ଅଛି? କାଚ, ସିମେଣ୍ଟ, ଆଲୁମିନା, ଲୌହ ଇସ୍ପାତ। ଚାରିଟା ଅପସନ୍ ମଧ୍ୟରୁ ଆନ୍ସର ହେବ ଡି ଅପସନ୍ ଲୌହ ଇସ୍ପାତ। 30 ନମ୍ବର ପ୍ରଶ୍ନ, ଏକ୍ସରେ କିଏ ଉଦ୍ଭାବନ କରିଥିଲେ? ରୋଏଣ୍ଟ ଜେନ୍, ହାନ୍ସ ଲିପ୍ରେସ୍, ହେଭିଲ୍ୟାଣ୍ଡ କାରିୟର, ଆଲଭା ଜେ ଫିସର। ଚାରିଟା ଅପସନ୍ ମଧ୍ୟରୁ ଆନ୍ସର ହେବ ଏ ଅପସନ୍ ରୋଏଣ୍ଟ ଜେନ୍। 31 ନମ୍ବର ପ୍ରଶ୍ନ, ପ୍ରହ୍ଲାଦ କେଉଁ ଗୁଣ ପାଇଁ ସ୍ମରଣୀୟ? ବୀରତା, ଈଶ୍ୱର ଭକ୍ତି, ପରୋପକାର, ଗୁରୁଭକ୍ତି। ଚାରିଟା ଅପସନ୍ ମଧ୍ୟରୁ ଆନ୍ସର ହେବ ଈଶ୍ୱର ଭକ୍ତି। 32 ନମ୍ବର ପ୍ରଶ୍ନ, ମାଧବରାଓ ସଦାଶିବ ଗୋଲୱାଲକର ପିଲାଦିନଙ୍କର ନାମ କ'ଣ ଥିଲା? ସିଦ୍ଧାର୍ଥ, ଶଙ୍କର, ନରେନ୍ଦ୍ର, ମଧୁ ମଧ୍ୟରୁ ଆନ୍ସର ହେବ ଡି ଅପସନ୍ ମଧୁ। 33 ନମ୍ବର ପ୍ରଶ୍ନ, ଅଯୋଧ୍ୟା କେଉଁ ନଦୀ କୂଳରେ ଅବସ୍ଥିତ? ସରଜୁ, ଗଙ୍ଗା, ଯମୁନା, କ୍ଷିପ୍ରା ମଧ୍ୟରୁ ଆନ୍ସର ହେବ ଏ ଅପସନ୍ ସରଜୁ। 34 ନମ୍ବର ପ୍ରଶ୍ନ, କେଉଁ ନଦୀର ଜଳ ଏତେ ଶୁଦ୍ଧ ଓ ପବିତ୍ର ଯେ ବର୍ଷ ବର୍ଷ ଧରି ରଖିଲେ ମଧ୍ୟ ଦୂଷିତ ହୁଏ ନାହିଁ? ସରସ୍ୱତୀ, ସିନ୍ଧୁ, ଗଙ୍ଗା, ନର୍ମଦା। ଚାରିଟା ଅପସନ୍ ମଧ୍ୟରୁ ଆନ୍ସର ହେବ ବି ଅପସନ୍ ଗଙ୍ଗା। 35 ନମ୍ବର ପ୍ରଶ୍ନ, ନିଜ ପୁତ୍ରକୁ ଶୈଶବରୁ ରାଷ୍ଟ୍ରଭକ୍ତିର ପ୍ରେରଣା ଦେଇଥିବା ମା କିଏ? ମୀରାବାଇ, ଜିଜାବାଇ, ଲକ୍ଷ୍ମୀବାଇ, ଜାନକୀ। ଚାରିଟା ଅପସନ୍ ମଧ୍ୟରୁ ଆନ୍ସର ହେବ ସି ଅପସନ୍ ଜିଜାବାଇ। 36 ନମ୍ବର ପ୍ରଶ୍ନ, ଅଭିନବ ମୁକୁନ୍ଦ କେଉଁ ଖେଳ ସହ ସମ୍ପୃକ୍ତ? ଫୁଟବଲ, କ୍ରିକେଟ, ହକି, ଟେନିସ୍। ଚାରିଟା ଅପସନ୍ ମଧ୍ୟରୁ ଉତ୍ତର ହେବ ସି ଅପସନ୍ କ୍ରିକେଟ। 37 ନମ୍ବର ପ୍ରଶ୍ନ, 2023 ବିଶ୍ୱକପ୍ କ୍ରିକେଟ କେଉଁ ଦେଶରେ ଖେଳାଯିବ? 2023 ବିଶ୍ୱକପ୍ କ୍ରିକେଟ କେଉଁ ଦେଶରେ ଖେଳାଯାଇଥିଲା? ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ମଧ୍ୟରୁ ଏ ଅପସନ୍ ଭାରତ। ବର୍ତ୍ତମାନ ଭାରତର ଶିକ୍ଷାମନ୍ତ୍ରୀଙ୍କ ନାମ କ'ଣ? ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ଜୁଏଲ ଓରାମ, ଅମିତ ଶାହା। ଚାରିଟା ଅପସନ୍ ମଧ୍ୟରୁ ଧର୍ମେନ୍ଦ୍ର ପ୍ରଧାନ। ଆମ ରାଜ୍ୟର ରାଜ୍ୟସଭାର ସଦସ୍ୟ ସଂଖ୍ୟା କେତେ? ରାଜ୍ୟସଭାକୁ ଯେତେ ସବୁ ସଦସ୍ୟ ଯାଇଛନ୍ତି ତାଙ୍କ ମଧ୍ୟରୁ ଆମ ଓଡ଼ିଶାରୁ 10 ଜଣ ଯାଇଛନ୍ତି। ଡି ଅପସନ୍ 10 ଜଣ ଠିକ୍। 40 ନମ୍ବର ପ୍ରଶ୍ନ, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ? ଶ୍ରୀ ମୋହନ ଲାଲ ଖଟ୍ଟର, ଶ୍ରୀ ନୀତିଶ କୁମାର, ଯୋଗୀ ଆଦିତ୍ୟ, ନବୀନ ପଟ୍ଟନାୟକ। ଚାରିଟା ଅପସନ୍ ମଧ୍ୟରୁ ବର୍ତ୍ତମାନ ନବୀନ ପଟ୍ଟନାୟକ ବଦଳିକି ମୋହନ ଚରଣ ମାଝୀ ଚଳିତ ବର୍ଷ ଅଛନ୍ତି। ତେଣୁ ଆନ୍ସର ଏଥିରେ ନାହିଁ ମୋହନ ଚରଣ ମାଝୀ। ଯେହେତୁ ଏ ପୁରୁଣା କୋଶ୍ଚିନ୍, ତେଣୁ ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ନାଁ ଦିଆଯାଇଛି, ତେଣୁ ନବୀନ ପଟ୍ଟନାୟକ ବଦଳରେ ମୋହନ ଚରଣ ମାଝୀ ହେବ। ଖ ବିଭାଗ 41 ନମ୍ବର, ଶିକ୍ଷା ବିକାଶ ସମିତି ଓଡ଼ିଶା ସଂଗଠନ ସମ୍ପାଦକ ନାମ କ'ଣ? ଶ୍ରୀ ତାରକା ଦାସ ସରକାର, ଶ୍ରୀ କିଶୋର ଚନ୍ଦ୍ର ମହାନ୍ତି, ଶ୍ରୀ ସତ୍ୟନାରାୟଣ ପଟ୍ଟନାୟକ, ଲିଙ୍ଗରାଜ ଗୌଡ଼। ଚାରିଟା ଅପସନ୍ ମଧ୍ୟରୁ ବର୍ତ୍ତମାନ ଯିଏ ଥିବେ ତାଙ୍କ ନାଁ ଲେଖିବ। ଆଗରୁ ଥିଲେ ଡକ୍ଟର କିଶୋର ଚନ୍ଦ୍ର ମହାନ୍ତି। 44 ନମ୍ବର ପ୍ରଶ୍ନ, ତୁମେ ଭୋଜନ କରିବା ପୂର୍ବରୁ କେଉଁ ମନ୍ତ୍ର ଗାନ କରିବ? କଲ୍ୟାଣ ମନ୍ତ୍ର, ଶାନ୍ତି ମନ୍ତ୍ର, ଭୋଜନ ମନ୍ତ୍ର, ଗାୟତ୍ରୀ ମନ୍ତ୍ର। ଉତ୍ତର ହେବ ଭୋଜନ ମନ୍ତ୍ର। ବିଦ୍ୟାଳୟ ଛୁଟି ପୂର୍ବରୁ ତୁମେ କେଉଁ ଦେଶଭକ୍ତି ଗୀତ ଗାନ କରିବା ପରେ ଘରକୁ ପ୍ରତ୍ୟାବର୍ତ୍ତନ କର? ବନ୍ଦେ ଉତ୍କଳ ଜନନୀ, ବନ୍ଦେ ମାତରମ୍, ଭାରତ ବନ୍ଦନା, ସରସ୍ୱତୀ ବନ୍ଦନା। ହେବ ବନ୍ଦେ ମାତରମ୍। 46 ନମ୍ବର ପ୍ରଶ୍ନ, 14ରେ 4 ମିଶିଲା 18। ଏଠି ହେଲା 14, 18, ଏଠି ହେଲା 7 ଡ୍ୟାସ୍। ତାହେଲେ କ'ଣ ହେବ ନା 11। କେମିତି ହେଲା ନା 14, 15, 16, 17 ଛାଡ଼ି 18 ଲେଖା ହେଇଛି। ସେମିତି 7 ଅଛି, ତାର 3ଟା ଛାଡ଼ିଦେବ, 8, 9, 10 ଛାଡ଼ି 11 ହେବ ଅପସନ୍। 47 ନମ୍ବର, AIF 196 EGC କେତେ? ଏ ହେଉଛି 1ରେ ଅଛି, ଆମେ ଜାଣିଛେ ଏଠାରୁ ଜେଡ଼୍ 26 ଲେଟର। କାହାର ସ୍ଥାନ କେଉଁଠି? ଏର 1 ହେଲେ ବିର 2, ସିର 3, ଏମିତି ଆମେ ଜାଣିଛେ।
ତେଣୁ AIF ଏ ଅଛି 5ରେ, ଏ ଅଛି 1ରେ, I ଅଛି 9ରେ, F ଅଛି 6ରେ। ସେମିତି E ଅଛି 5ରେ, G ଅଛି 7ରେ, C ଅଛି 3ରେ। ତେଣୁ A B C D ଚାରିଟା ଅପସନ୍ ମଧ୍ୟରୁ 47 ନମ୍ବର ଆନ୍ସର୍ ହେବ ଏ ଅପସନ୍ 573। ତାପରେ 48 ମାନେ 48 ନମ୍ବର ପ୍ରଶ୍ନ, ରାଜାର ବିପରୀତ ରାଣୀ ହେଲେ ମାନେ ସ୍ତ୍ରୀଲିଙ୍ଗ, ଲିଙ୍ଗ ପରିବର୍ତ୍ତନ ଏଠି ହେଇଛି। ରାଜାର ସ୍ତ୍ରୀଲିଙ୍ଗ ରାଣୀ ହେଲେ ଶିକ୍ଷକର ସ୍ତ୍ରୀଲିଙ୍ଗ କ'ଣ ହେବ ନା ଶିକ୍ଷିକା। 49 ନମ୍ବର, 6 ଚଉ 24ରେ 6 ମିଶିଲେ 30, ପୁଣି 8 5 ଗୁଣି ଦେବ। ମାନେ ଦେଖ ଏଠି କ'ଣ ହେଇଛି ନା ଏଇଟାକୁ ଏଇଟା ଗୁଣା ଯାଉଛି, ତାପରେ ଏପଟଟା ମିଶା ହେଇକି ଏଠି ଲେଖା ହେଉଛି 6 ଚଉ 24, 24ରେ 6 ମିଶିଲେ 30, 8କୁ 5ରେ ଗୁଣିଲେ 8 ପଞ୍ଚା 40, 40ରେ 4 ମିଶିଲା 44, 10କୁ 6ରେ ଗୁଣିବ 10 ଚଉ 60, 60ରେ 2 ମିଶିଲେ 62, ଏମିତି ହେବ। ତାପରେ 50 ନମ୍ବର ପ୍ରଶ୍ନ, କାଓର କାଲ୍ଫ ହେଲେ ଟାଇଗରର କ'ଣ ନା କବ୍। କେମିତି ହେଲା ନା କାଓ ମାନେ ଗାଈ, ଗାଈର ଛୁଆକୁ କାଲ୍ଫ କହନ୍ତି ମାନେ ବାଛୁରୀ। ଟାଇଗର ହେଲା ବାଘ, ଟାଇଗର ଛୁଆକୁ କବ୍ କହନ୍ତି, ଲାଇନର ଛୁଆକୁ ବି କବ୍ କହନ୍ତି। ତେଣୁ ଟାଇଗରର କବ୍ ହେବ। 50ଟା ପ୍ରଶ୍ନ ଆଲୋଚନା ହେଇଗଲା ପିଲାମାନେ। ଆକୁ ଭଲ ରୂପେ ଅଭ୍ୟାସ କରିବ, ମନ ଦେଇ ପରୀକ୍ଷାରେ ଲେଖିବ।